ଜୟ ଜଗନ୍ନାଥ, ଜୟ ଅଚ୍ୟୁତ। ଓଡ଼ିପିକ୍ ଚ୍ୟାନେଲର ନୂତନ ଅଧ୍ୟାୟରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟରେ ଆମେ ଜଣାଇବାକୁ ଚାହୁଁଛୁ 2026ର ଗ୍ରହ ଚଳନରେ ଓଡ଼ିଶାର ଭାଗ୍ୟ କ'ଣ, ରାମତାରକ ମନ୍ତ୍ର ସୂତ୍ର କିପରି ପାଇବେ ଓ ଆମ ସମସ୍ତଙ୍କର କିପରି ମଙ୍ଗଳ ହେବ। ଏହି ଭିଡ଼ିଓ ମାଧ୍ୟମରେ ପଣ୍ଡିତ ରବିନାରାୟଣ ମହାପାତ୍ର ତାଙ୍କର ମନ୍ତବ୍ୟ ଦେଇଛନ୍ତି। ହଁ ଆଜ୍ଞା, ଭିଡ଼ିଓଟିକୁ ପୁରା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେ ନାହିଁ। ଚାଲନ୍ତୁ ରବିନାରାୟଣ ମହାପାତ୍ରଙ୍କ ମୁଖରୁ ଆମେ ଜାଣିବା 2026ରେ କ'ଣ ପ୍ରତିଫଳିତ ହେଉଛି ଓଡ଼ିଶା ପାଇଁ। ଆଜ୍ଞା ନମସ୍କାର। ଆସିଲା ବେଳରେ ଏକାରେ କୁମର, ଗଲା ବେଳେ ଯିବୁ ଏକା, ମଲେ ତ ସାଙ୍ଗରେ କେହି ତ ନ ଯିବେ, ଧର୍ମ ହେଲେ ହେବ ସଖାରେ କୁମର, ଧର୍ମ ହେଲେ ହେବେ ସକା, ପକାଇ ଆସିବେ ମଶାଣି ଭୂଇଁରେ, ଦୁଆରେ ଦେବେ ଗୋବର, ମଲା ମଲା ବୋଲି ଦିଘଡ଼ି କାନ୍ଦିବେ ରେ, ମଲା ମଲା ବୋଲି ଦିଘଡ଼ି କାନ୍ଦିବେ, କେହି ନ ଯିବେ ସଙ୍ଗରରେ କୁମର, କେହି ନ ଯିବେ ସଙ୍ଗର। ଗୋବିନ୍ଦ ଦାସ ବହୁ ସପ୍ତାହରେ ଏକଥା କହିଥିଲେ, ସ୍ଥାନ ମଧ୍ୟ ଏକଥାକୁ ସ୍ୱାଗତ କରିଥିଲେ। ଆଜି ସେଇ ସମୟ ଆସିଛି, ଗତି କାଳି ହଉଛି ରକ୍ତମୁଖା, ତେଣୁ ସେ କରାଳ ଗତି ବର୍ତ୍ତମାନ ଓଡ଼ିଶାର ପାଳି। ତ ଓଡ଼ିଶାବାସୀ ସାବଧାନ। ଜାନୁଆରୀ ଡେଟ୍ ଅଫ 25, 26, 27, 28, 29, 31 ଟିକେ ଡେଞ୍ଜର ଅଛି ଗ୍ରହ ସଞ୍ଚାଳନ ଯୋଗୁ, ବୁଝିଲେ କି? ଆଜ୍ଞା। ତେଣୁ ଇଏ ସୃଷ୍ଟି ଉପରେ, ମାନେ ଓଡ଼ିଶା ଉପରେ, ଭାରତ ଉପରେ ଭୀଷଣ ଧରଣର ଗୋଟେ ଭୟାବହ କ୍ଷତି ହେବ, ଯୋଉଥିରେ ତା ଦେହରେ କିଛି ଅଂଶ ଲୋକ ନଷ୍ଟ ହେବେ। ଏଟା ରାତି 4ଟା 3ଟାରେ ଆସିଲା, ସେଠି କହିଲି ହରି ଓମ୍, ଓಂ ନମୋ ଭଗବତେ ଗଣେଶାୟ ନମ, ଭଗବତେ ଗୁରୁଭ୍ୟେ ନମ, ଭଗବତେ ଅଚ୍ୟୁତ ଅନନ୍ତ ଜଗନ୍ନାଥ ଯଶବନ୍ତ ଶିଶୁଅନ୍ତ ବଳରାମ ନମ। ତାଙ୍କ ଯୋଉ ଶିଷ୍ୟ ଶ୍ରୀ ରାମଦାସ, ଆପଣଙ୍କର ଯୋଉ ଯଶବନ୍ତଙ୍କର ଲୋହିପା, ଆଉ ବଳରାମଙ୍କର କାଦିମ, ଆଉ ଶିଶୁଅନ୍ତଙ୍କର ବାରଙ୍ଗ, ତତ୍ପରେ ଜଗନ୍ନାଥ ଦାସ ଗୋବିନ୍ଦ ଦାସ, ପାଞ୍ଚଟା ଶିଷ୍ୟ ଅଛି। ବର୍ତ୍ତମାନ ସୃଷ୍ଟିର ଭାରାକାନ୍ତ ଯେଉଁ ବସୁଧ୍ୟା, ସେ କହନ୍ତି ବସୁଧ୍ୟା ସମ୍ଭାଳିଛି, କେତେ ଦୂର ସତ? କିଏ ଦେଖିଛ ବସୁଧ୍ୟା ସମ୍ଭାଳିଛି? ଦେଖିବାର ପ୍ରଭୁତ୍ୱ କିଏ ଦେଖିଛି? କେହି ଦେଖିନାହାନ୍ତି। ତେଣୁ ଆମେ ଯୋଉ ହାତ ବା ଆମର କାହାର ଗତି ମୁକ୍ତି ଏବେ ଆଉ ନାହିଁ, ଆମ ଛଡା ଆଉ କାହାର ଗତି ମୁକ୍ତି ନାହିଁ। କାହିଁକି ନା ଯିଏ ଏ ଧାରାରେ ଚଳିଛି, ସେଇ ଧାରା ବାଲା ଲୋକ କୁ ଧରି ରଖିବ। ଏ ସବୁ ଆମକୁ ଯିଏ ଜନ୍ମ ଦେଇଛି, ସେ ଆମର କାର୍ଯ୍ୟକ୍ରମ, ଆମର ଧାରା, ଆମର ନିଷ୍ଠା, କର୍ମ, ଆମର ସତ୍ୟତା, ଆମର ଯୋଉ ବାର୍ତ୍ତା, ସେ ସବୁ ଦେଖୁଛି। ସେ ତ ଆମ ଆଖିର ଜ୍ୟୋତି, ଶରୀରର ଶକ୍ତି, ସେଇ ଶକ୍ତି ଜୀବର ଜୀବନ, ଆତ୍ମାର ପରମାତ୍ମା, ସେ ସବୁ ଦେଖୁଛି, ସବୁ କରୁଛି। ତେଣୁ ଭାଗବତରେ ଲେଖା ଅଛି, କରି କରାଉ ଥାଏ ମୁଇ, ମୋ ବିନୁ ଅନ୍ୟ ଗତି ନାହିଁ। ଏ ସତ କି ମିଛ? ସତ। ମୋ ଜୀବକୁ, ସେ ଜୀବକୁ କ୍ରିୟାଶୀଳ କରେ, ସେ ଶିବକୁ ଗତିଶୀଳ କରେ, ସେ ଜୀବକୁ ମୁକ୍ତିର ଦାତାଇ ମୁକ୍ତି ଦିଏ। ଯୋଉମାନେ ଅହଙ୍କାର ଛାଡ଼ି ପ୍ରଭୁ ରାମ ନାମ ବା ରାମ ତାରକ ମନ୍ତ୍ରକୁ ଧରିଛନ୍ତି, ଯୋଉ ରାମ ନାମ ମୋର ବାରମ୍ବାର ମୁଁ କହୁଛି, ସେ ଶିବ ସମ୍ବତ୍ସର ଗୁଡ଼ିକ ହଉଛି, ତ ଶିବ ରାମକୁ ଜପୁଛନ୍ତି। ତେଣୁ ସେଇ ରାମ ନାମକୁ ଯଦି ଜପିବେ,
ଏଇ ଯୋଉ ଭ୍ରମରେ ପଡିକି ଯୋଉ ମରିବାକୁ ବସିଛନ୍ତି ଏଇ 2026ରେ, ତେଣୁ ସେଥିରେ ଭ୍ରମରେ ପଡନ୍ତୁ ନାହିଁ, ଆପଣଙ୍କ ନରକଗାମୀ ହୁଅନ୍ତୁ ନାହିଁ। ତେଣୁ ଯଦି ଆପଣଙ୍କର ସ୍ୱପ୍ନରେ କିଛି ଥାଏ କି ବି ଦରକାର କିଛି ଥାଏ, ଆପଣଙ୍କର ଗୋଟେ କଥା ମନେ ରଖ, ଭାଗବତରେ ଅଛି କାଷ୍ଠ ପାଷାଣ ତରୁଗଣ ଶରୀରେ ହୃଦୟ ନାରାୟଣ। ଏହା ହଉଛି ନିରାଟ ସତ୍ୟ। କିନ୍ତୁ ଆମର ଜ୍ଞାନ ଯେଉଁ ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି, ଆମେ ତାକୁ ଦରକାରୀ ବୋଲି କହିଥାଉ, କିନ୍ତୁ ତାପରେ ଯାହା ଅଛି ଆମେ ତାକୁ ଜାଣିନାହୁଁ। ତେଣୁ ଆମେ ତାକୁ ଅଦରକାରୀ ବୋଲି ବସ୍ତୁ ଭାବି ଫିଙ୍ଗି ଦଉ, କଥାକୁ ଶୁଣୁନୁ, ମନେ ଥାଏ ମନରେ ଆସେ ନାହିଁ। ତେଣୁ ଜ୍ଞାନକୁ ଆହୁରି ମାନେ ସରଳୀକରଣ କରିବା, ବିସ୍ତାର କରିବା, ତାହେଲେ ତୁମେ ତୁମର ଯୋଉ ପ୍ରାପ୍ୟ ନିଶ୍ଚୟ ପାଇପାରିବ, ତୁମର କିଛି କ୍ଷତି ହବ ନାହିଁ। ସୂକ୍ଷ୍ମକୁ ସୂକ୍ଷ୍ମ ଦେଖିବ, ତୁମର ପ୍ରତ୍ୟେକ କାର୍ଯ୍ୟ ସେଇ ଈଶ୍ୱର ହିଁ କରି ଚାଲିଛନ୍ତି, ତୁମ୍ଭେ କିଛି କରୁନା। ଏହା ହଉଛି ସତ। କାହିଁକି ନା ଆପଣ ଦେଖନ୍ତୁ, ଯୋଉମାନେ ମାନେ ଭକ୍ତି ସମ୍ପୂତ ଲୋକ, ସେମାନେ ଏ କଥା ଶୁଣିବେ ଜାଗି ଉଠିବେ, ତାଙ୍କର ସତ୍ୟତା ଆସିବ, ଅହିଂସାର ଧ୍ୱଜା ତାଙ୍କ ଦେହରେ ରହିବ ନାହିଁ, ତାଙ୍କର ଜ୍ଞାନ ମାର୍ଗ ଏ କଥାକୁ ପ୍ରଜ୍ୱଳିତ କରିବ, ତାଙ୍କ ଜୀବନ ଧନ ହେଇଯିବ, ତାଙ୍କର ଏସବୁ ପ୍ରଳୟ କିଛି କରିବ ନାହିଁ, ତାଙ୍କ ଜନ୍ମ ସାର୍ଥକ ହେଲା। ଭଗବାନ ସବୁବେଳେ ଚାହାନ୍ତି ମୋ ଯୋଉ ଭକ୍ତ ଅଛନ୍ତି ବା ଭୃତ୍ୟ ଅଛନ୍ତି, ଆଗକୁ ଯାଇ ସେ ମୋ ରୂପ ଦେଖିବା ପାଇଁ ସର୍ବଦା ଜାଗ୍ରତ ରହେ। ଏହା ହିଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବା ନାରାୟଣଙ୍କର ମାନେ ଅମୃତ ବାଣୀ, କାରଣ ସେ ସବୁବେଳେ ସତ୍ୟକୁ ଧାଆନ୍ତି। ତେଣୁ ସେ ସତ୍ୟ ନାରାୟଣ ତାଙ୍କ ନାଁ ଅଛି। ଯଦି ତୁମେ ଭିତରେ ଅହଙ୍କାର ଖାଦ୍ୟ ନିଜେ ଟିକେ ଥିବ, ତମେ ଏକ ଯୋଉ ସମୟ ଆସୁଛି, ଯୋଉ ପ୍ରଳୟ ଆସୁଛି, ତମେ ଜାଣିପାରିବ ନାହିଁ। କାରଣ ଭୟରୁ ଭକ୍ତି ଆସେ, ମନେ ରଖିଥାନ୍ତୁ, ଭୟରୁ ଭକ୍ତି ଆସେ। ଆଜ୍ଞା। ତେଣୁ ପାପ ବୃତ୍ତି ଛାଡି ଧର୍ମ ପ୍ରତି ଉଲ୍ଲେଖ ଦେଖିବ, ତୁମେ ଜାଣିନଥିବ ଯେ ତୁମ ପ୍ରତ୍ୟେକ କାର୍ଯ୍ୟ କେତେ ସୁନ୍ଦର ଭାବେ ପ୍ରକାଶ ହୋଇଯାଇଥିବ। ଆଉ ସମୟ ନାହିଁ, ସମସ୍ତେ ଏ କୁହ, ଧୈର୍ଯ୍ୟର ଅସ୍ତ୍ର ଧରି ଧୀ ଶକ୍ତିକୁ ପ୍ରଜ୍ୱଳିତ କର, ସମସ୍ତ ବିଘ୍ନ ଦୂରୀଭୂତ ହବ। ତେଣୁ ମୋର କହିବା କଥା, ଗ୍ରହର ପ୍ରତିଚଳନ, ଗ୍ରହର ଯୋଉ ପ୍ରଭାବ, ସେଇଟା ବର୍ତ୍ତମାନ ପ୍ରତିଫଳିତ ହେବାକୁ ଯାଉଛି। ତେଣୁ ଏଠି ହଉଛି ଏକମାତ୍ର ରାମତାରକ ମନ୍ତ୍ର। ରାମତାରକ ମନ୍ତ୍ର ରାସ୍ତା ଗୋଟିଏ ସରଳ। ତେଣୁ ଗୋଟିଏ ପଦ କଥା କହୁଛି, ବାହ୍ୟ ଆଣ୍ଡବରକୁ ନିଜକୁ ନିଜେ ମୁକ୍ତି କର। କାରଣ ବ୍ୟବହାର ବନ୍ଧନର କାରଣ ମୁକ୍ତିର ମାର୍ଗ ନୁହେଁ, ସେ ତ ହଉଛି ଶୈତାନ ମାର୍ଗ। ଶୈତାନ ମାର୍ଗ ଯଦିଓ ନୁହେଁ, ମୋତେ ଖୋଜିଲେ ସେଠାରେ ପାଇବ କେମିତି ତମେ? ମୁଁ ତ ସେଇ ପରଧନର ବିଭୂତି, ମୁଁ ତ ସେଇ ପରମାତ୍ମାର ସମ୍ପତ୍ତି, ମୁଁ ସେଇ ଶିବ ସମ୍ପତ୍ତିରେ, ଶିବଙ୍କ ହୃଦୟରେ ଅହର ରହିଛି, ମୁଁ ସେଇ ସମ୍ପତ୍ତିର ଚାଷୀ, ମୁଁ ସେଠାରେ ଚାଷ କରୁଛି। ମୋତେ ଖୋଜିବା ବୁଝିବା ଏତେ ସହଜ ନୁହେଁ। ମାଟି ଖଟରେ ରହି ତୁମେ ମୋ ମାକୁ ଭୁଲି ପାରିବ ନାହିଁ, କି ରାମ ନାମକୁ ଭୁଲି ପାରିବ ନାହିଁ, କି ଯଦି ଯିଏ ଗୁରୁକୁ କରିଛି, ଗୁରୁ ଯଦି ସେ ମନ୍ତ୍ର ଦେଇଛି, ସେ ଗୁରୁକୁ ଭୁଲି ପାରିବ ନାହିଁ, ଈଶ୍ୱରକୁ ଭୁଲି ପାରିବ ନାହିଁ। ତେଣୁ କାହା କଥାରେ ମୋତେ କଣ ମିଳୁଛି? ମୁଁ ତ ମୋ ଗୁରୁଙ୍କ କଥାରେ ବା ମୋର ଯେ ଜ୍ଞାନଦାତା ତାଙ୍କ କଥାରେ ଚାଲିଛି। ମୁଁ ତ ରାସ୍ତାରେ ଭୁଲି ପାରିବି ନାହିଁ, ପଛକୁ ଫେରି ପାରିବି ନାହିଁ। ମୁଁ ମୁକ୍ତି ପଥର ଯୁକ୍ତିର ଶେଷରେ ବଣରେ କାହିଁକି ପଶିବି? ଈଶ୍ୱର ମୁକ୍ତ ପ୍ରାପ୍ତି ପାଇଁ ମୁଁ ନିଜେ ବ୍ୟାକୁଳ ହେବା ହେଉଛି ଅଧପତନର କାରଣ। ଈଶ୍ୱର ପାଇଁ ବ୍ୟାକୁଳ ହୁଅ ନାହିଁ, ଧୀର ଧୈର୍ଯ୍ୟ ଶାନ୍ତ ମନକୁ ନିଷ୍କର, ମାନସିକ ଚିନ୍ତା ସେ ସବୁକୁ କେ ଭୁଲ ନାହିଁ, ତାକୁ ଏକତ୍ର କର।
एकता हूँ शक्ति एकता ही तुमको रखिपार गोटे एग्जाम्पल दौची जीशुख्रीष्ट को लुहारे कंठारे बाड़े मारिदेले से कौन करथिले से क्या अभिशाप देते तेणु तुम्हें सहस्र वाक्य तीक्ष्ण छुरिका आघात करी तुम्हें निजर परिवार को निजर धरापृष्ठ बहुत बद्धजीव को क्षति कर ना ईश्वर सब हसुंट हसुवे से 3 थर हसते मु बारंबार आपण एपिसोड कही तुम मानक अज्ञानता तुमर अज्ञान बुद्धि अज्ञानता चक्षु देखा तो अज्ञात भाविबा जेते बड़ पर्यंत तुमर क्षमार द्वारा खोली रही तीए हेले संदेह नहीं तुम्हें किछि हब नहीं एबे भी समय अच्छे तुम्हें जहाँ भावुच जहाँ करुच जहाँ करी आसीच प्रेजेंट फास्ट इन फ्यूचर से आचरण भितर को बाहरी आस निजକୁ चिन्ह तुम अंतरात्मा को देख तुम्हें किए बोली जान पुणी गोटे एग्जांपल नदी जिते बढ़िले भी सिंधुर एक बिंदु पानी रे सत्य यह हूँ सत्य सत्य को उपलब्ध करी सत्य को माला करी असतर संधान कर नाई कुचक्र ठार दूरे रुह मिठा कथार पुतनार भाया विष रहा परी से कथा शुणु ना कारण तुम शरीर ए कथा शुणी विषाक्त होमती आम गोटे कथार अच्छी बुझु न बुझु पढ़ गीता रुचु न रुचु खा पीता एटा सतना मिछ गोटे अच्छी आज्ञा तेणु आम जहाँ करुचे बर्तमान जो समय आसुची देखु जानुरी मास आपणकर 25 टू आरंभ हो 26 27 28 29 30 31 पर्यंत रहिबो फेब्रुआरी मसटाक रते कौन हम कही हम नहीं डिसेम्बर मसे डिसेम्बर हूँ 27 28 15 गोटे 15 छाड़ी 27 कहली माने गोटे 15 16 सी आसो से 17 18 19 20 गोटे बात्या सृष्टि हबार अच्छी से बात्या द्वारा बहु क्षतिग्रस्त हबार अच्छी किंतु आउ गोटे कथा दुखर विषय एठी वैज्ञानिक जंतु सब अचल हो पूर्व जो बात्या सृष्टि है मालेशिया कि इंडोनेशिया जो भी कोई वैज्ञानिक कही नथिले से माने कहिथिले जे ए बात्या जी होउची से आंध्र प्रदेश तमिलनाडु में माड़ हबो किंतु से बात्या मालेशिया गला तापरे गला इंडोनेशिया सेठी बले द्वितीय बात्या सी गला सीनियर द्वितीय बात्या रहिला ता नाटा मोर मन पड़ नहीं कौन तुम बातुआ न कौन कुम बातुआ है से ना मन पड़ू नहीं तेणु से बात्या कहले सी हम एठिकी जीव सेठिकी जीव सेठिकी जीव सी गला पूरा श्रीलंका रांपी दे बर्बाद करदेला लोक मारी गदा करदेला भंस हो गला सिनेमा श्रीलंका उद्धार पाइबे कि नहीं मुझे जानी पड़े श्रीलंका पूरा नष्ट हो जाई पारे तेणु एबे जो बात्या सृष्टि हम मत आसी 80 रु परे हेलानी सब बड़े आकाश राति जाक रक्तवर्ण बोले मु एबे भी कहूची रक्तवर्ण होची गोटे प्रसिद्ध बड़ बात्या जहाँ भूपृष्ठ को आसबार अत्यधिक संभावना आ भूमिकंप आ सुनामी आउ हार्टचोक माने गोटे बेबेरी आसूची बारे जहाँ कौन सी महामारी से महामारी रे लोक मानकर धीरे उष्म हम उष्म हो सागे सागे लोकटी हार्ट पर प्रेसर आसो से लोकटी नष्ट हो गोटे महामारी आसूची आ जो महामारी कही आ पूर्व आसी सारी आपण अवलोकन करूँ देखु केते लोक नष्ट होउचंती ए विश्व विनाश समय तेणु आमे महाप्रभु अच्युतानंद जो मालिका लिखिछन्ते से मालिकार सत्यता
ବହୁତ ଶୀଘ୍ର ପ୍ରତିଫଳିତ ହେବାକୁ ଯାଉଛି। ତେଣୁ ରହିଲା ହୀରାକୁଦ ଡ୍ୟାମ। ବହୁତ ମିଡିଆ ବାଲା ଭାଇ କହୁଛନ୍ତି ହୀରାକୁଦ 26ରେ ଭାଙ୍ଗିବ। ଶୁଣନ୍ତୁ ଆଜ୍ଞା, ହୀରାକୁଦ ଭାଙ୍ଗିବ ନାହିଁ, ହୀରାକୁଦକୁ ଭାଙ୍ଗି ଦିଆଯିବ। ହୀରାକୁଦକୁ ଶିବ ସମ୍ବତ୍ସରରେ ସାପ ଜଗିଛି। ହୀରାକୁଦ ବନ୍ଧ ଯେ ଭାଙ୍ଗିବାକୁ ଯିବ ତାକୁ ସର୍ପ ଦଂଶନ କରିବ। ଏଇଟା ହଉଛି ମୁଁ କହିନାହିଁ, ଯିଏ ହୀରାକୁଦ ଡ୍ୟାମ ବିଷୟରେ ଲେଖିଛି ସେ କହିଛନ୍ତି। ଯିଏ ହଉଛି ସମୁଦ୍ର, ସେ ପାଣି କେହି ମାପି ପାରିବେନି। ସିଏ ଯେତେବେଳେ ଉଠିବ, କି ହୀରାକୁଦ, କି ବଡ ବଡ ଡ୍ୟାମ, କି ସାଧକ, କି ସାଧନା, ସେ କିଛି ରହିବ ନାହିଁ। ଯାହାକୁ ଆମର ଗୀତ ଗୋବିନ୍ଦରେ କହିଛନ୍ତି, ଆପଣ ହାଡିପା ବୁଢା। ତେଣୁ ଗୋବିନ୍ଦ ଦାସଙ୍କ କଥା ମନେ ପଡିଲେ ସେ କଥା ମନେ ପଡେ। ଭଜୁ କିନା ରାମ ନାମରେ କୁମର, ଭଜୁ କିନା ରାମ ରାମ, ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ ଧରି ଦେବ କାଳ ଯମ। ରାମ ନାମକୁ ଆଶ୍ରୟ କରି, ରାମ ତାରକ ମନ୍ତ୍ରକୁ ଆଶ୍ରୟ କଲେ, ଯାହା ବହୁ ପୂର୍ବରୁ ସିଦ୍ଧ ପଣ୍ଡିତ ମାନେ, ସିଦ୍ଧ ଯୋଗୀ ମାନେ, ସିଦ୍ଧ ସାଧକ ମାନେ କହିଛନ୍ତି ପାଣି ଦି ଭାଗ ହେଇଯିବ, ତମର କିଛି ହବ ନାହିଁ। ତମଠୁ 1200 କିଲୋମିଟର ଦୂରରେ ପାଣି ଯିବ, ନଡିଆ ଅଛନ୍ତି, ତମ ପାଖରେ କିଛି ନାହିଁ, ତମ ଆଣ୍ଠୁଏ ପାଣି ଥିବ। ତେଣୁ ମହାପ୍ରଭୁ ଅଚ୍ୟୁତ କହିଛନ୍ତି। ଆଉ ତାଙ୍କ କଥାକୁ ପୁନରାବୃତ୍ତି କରିବା ପାଇଁ ମୋର ସମୟ ନିର୍ଦ୍ଦିଷ୍ଟ ଆସିଛି। ତେଣୁ ମୋର ଯୋଉ ପୁଣ୍ୟାତ୍ମା, ଯୋଉ ଏଇ ଚ୍ୟାନେଲ ବାଲା ମହାପ୍ରଭୁ ଅଛନ୍ତି, ତାଙ୍କୁ କହିବା କଥା, ଯୋଉ ଗୋବିନ୍ଦ ଦାସ କହିଥିଲେ, ଯାହା ଦେବି ହାତ ଟେକିରେ କୁମର, ଯାହା ଦେବୁ ହାତ ତୋଳି, ଦକ୍ଷିଣ ହସ୍ତରେ ସେ କର୍ମ କରିବୁ, ସେ ହେବ ପଥ ସଂକାରେ କୁମର, ସେ ହେବ ପଥ ସଂକାରୀ। ତମେ ଏଇ ଯୋଉ କଳିର କଳା ଗତିରେ ଯୋଉ ଟିକକ ପାଦ ଅଛି, ଦାନ ବା ଦୟା ଯିଏ କରୁଛନ୍ତି ଦକ୍ଷିଣ ହସ୍ତରେ, ସେଇ ଯିବ ତମର ମଲା ମଲା ବୋଲି ଜଗତ ପୁରିବ, ଦିହକୁ କେହି ନ ନେବେ, କ୍ଷଣିକରେ କାନ୍ଦି କ୍ଷଣିକେରେ ଦୁଃଖ, ସବୁ କର୍ମ ଭୁଲି ଯିବେ ରେ କୁମର, ସବୁ କର୍ମ ଭୁଲି ଯିବେ, ପକାଇ ଆସିବେ ମଶାଣି ଭୂଇଁରେ, ଦୁଆରେ ଦେବେ ଗୋ ବର, ମଲା ମଲା ବୋଲି ଦିଘଡ଼ି କାନ୍ଦିବେ, କେହି ନ ଯିବେ ସଙ୍ଗରରେ କୁମର, କେହି ନ ଯିବେ ସଙ୍ଗର, ସେଇ କାଳ ଯମ ବଡ ଦାରୁଣରେ, ନ ଜାନୋଇ ସୁଖ ଦୁଃଖ, ବାଛି ନେବ କଞ୍ଚା ରଖିବ ପାଚିଲା, ଦେବଟି ଦାରୁଣ ଦୁଃଖରେ କୁମର, ଦେବତୀ ଦାରୁଣ ଦୁଃଖ। ଆମକୁ ସେଇ ରାମ ନାମକୁ ଯାହା ବହୁ ଶତାବ୍ଦୀ ପୂର୍ବେ ହାଡିପା ବୁଢା ଗୋବିନ୍ଦ ଚନ୍ଦ୍ର ବୁଝେଇଥିଲେ, ବର୍ତ୍ତମାନ ଏଇ କଳିର ଶିବ ସମ୍ବତ୍ସରରେ ସେଇ ଭଜୁକିନା ରାମ, ସେଇ ରାମ ତାରକ ମନ୍ତ୍ରକୁ ସେଇ କରି ଧରନ୍ତୁ। ଆପଣ ଯେତେ ବଡ ଲୋକ ହୁଅନ୍ତୁ, ଯେତେ ଜ୍ଞାନୀ ହୁଅନ୍ତୁ, ଯେତେ ଯୋଗୀ ହୁଅନ୍ତୁ, ଯେତେ ପୁଣ୍ୟାତ୍ମା ହୁଅନ୍ତୁ, କାଳ ଆପଣଙ୍କୁ ନିଶ୍ଚୟ ଛୁଇଁବ। ମହାକାଳ କାହାକୁ ଛାଡିନି, ଏମିତିକି ଶ୍ରୀକୃଷ୍ଣକୁ ଛାଡିନି, ମର୍ଯ୍ୟାଦା ପୁରୁଷ ରାମକୁ ଛାଡିନି, ଦତ୍ତାତ୍ରେୟକୁ ଛାଡିନି, ପ୍ରଭୁ ସବିଚ ଅବତାର, 10 ଅବତାର, ଯିଏ ଆପଣଙ୍କର ପ୍ରକୃତି, ଆପଣଙ୍କର ଯିଏ ମାନେ ଯୋଉମାନେ ଟିକେ ପ୍ରକୃତିର ସ୍ୱରୂପ ଅଛନ୍ତି, ଯୋଉ 10 ତାଙ୍କ ନାଁ ଅଛି, ଅନ୍ୟ ଯୋଉ ଅବତାର ଗୁଡିକ ରହିଲା ସେମାନଙ୍କର ନାଁ ନାହିଁ। ତେଣୁ ଆମେ କଣ କରିବା,
ଆମେ ଯୋଉ ପୁଣ୍ୟ ଅର୍ଜନ କରିବା ସେ ହଉଛି ରାମ ନାମ, ରାମ ନାମ, ରାମ ରାମ। ତେଣୁ ରାମକୁ ଜପନ୍ତୁ। ଏ ଯୋଉ ପ୍ରଳୟ ଆସୁଛି ସେଠି ତରନ୍ତୁ। ଯଦି ଆପଣ କିଛି ଜାଣିନାହାନ୍ତି, ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ 10 ଥର ବା 21 ଥର 25 ଥର 27 ଥର ଯଦି ଜପିବେ ତାହେଲେ ଆପଣଙ୍କୁ ଥରେ ଗୋଟିଏ ରାମ ତାରକ ମନ୍ତ୍ର ହେଇଯିବ, ଥରେ ଗୋଟିଏ ରାମ ତାରକ ମନ୍ତ୍ର ହେଇଯିବ। ତେଣୁ ଏପିସୋଡରେ ମୁଁ ରାମ ତାରକ ମନ୍ତ୍ର ଦେଇଛି, ଆପଣ ତାକୁ ଧରନ୍ତୁ। ଯିଏ ଧରିବ ସେ ତରିବ, ଯିଏ ନ ଧରିବ ସେ ନିଶ୍ଚୟ ମରିବ। ଏଥିରେ ଗୋଟିଏ ବେଳେ ମିଛ ନାହିଁ, ଦୃଢ ସତ୍ୟ। ତେଣୁ ବହୁ ପୂର୍ବରୁ କହିଛି, ଆପଣ ବଡ ଲୋକ ହେ କହୁଛି ଏମିତି କେତେ କହୁଛନ୍ତି, କେତେ ମାଳିକାକାର କହିଛି, ଏଟା କିଛି ହବ ନାହିଁ, ଶୋଇଥିବ। ଆରେ ଖଟ ପଲଙ୍କେ ସେ ଯାଇ ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁରେ, ଏ ତୋର ଦେହୁ। ଆରେ ଗଲେଣି ତୋ ସାଙ୍ଗରୁ କେତେକ ଜନ, ଗଣ୍ଠିରେ ବାନ୍ଧି ନେଲେ କେତେ ଧନରେ, କେତେ ଧନ। ଆରେ ଘର ଓଲିୟର୍ଜିତୁ ଯେତେ ପଦାର୍ଥ, ଘଟ ଛୁଟିଲେ ତୋତେ ବୋଲିବେ ଭୂତରେ, ବୋଲିବେ ଭୂତ। ଭୂତ ଆସିଲା, ଘରକୁ ଯିବ ନାହିଁ, ତମ ସ୍ତ୍ରୀ ଯିବ ନାହିଁ ତ ପୁଅ ଭୂତ ଅଛି, ବାପା ମରିଥିଲେ ଭୂତ ଅଛି, ଭାଇ ମରିଥିଲେ ଭୂତ ଅଛି, ମା ଯିବେ ନାହିଁ। କଣ କରିବେ? ଗୁଣିଆ ଡାକିବେ। ଆରେ ଘର ଘରଣୀ ଦେହ କିଳାଉଥିବେ, ବେନି ବନ୍ଧୁ କୁଟୁମ୍ବ ସୁଧ ହୋଇବେ ରେ, ସୁଧ ହୋଇବେ। ଏ କଥାକୁ ଆମେ ପଢିଥିଲୁ ହାଇସ୍କୁଲରେ ପଢିଲା ବେଳେ, ଏକାଦଶୀରେ ପଢିଥିଲୁ, କବିତା ପରିବେଶ ନାଁ ଥିଲା। ତେଣୁ ସେ କଥା ଆଜି ମନେ ପଡୁଛି, ବୁଢା ହେଲେଣି। ତେଣୁ ସେ କଥା ଗୁଡିକ ଯଦି ଆମେ ସତରେ ଯାହା ଲେଖି ଯାଇଛନ୍ତି ତାକୁ ମନେ ରଖିବା, ସେ କଥାକୁ ଅବଲମ୍ବନ କରି ରାମ ତାରକ ମନ୍ତ୍ର ଜପିବା, ଆମେ ବଞ୍ଚିବା, ଆମ ଦ୍ଵାରା କିଛି ଲୋକ ବଞ୍ଚିଯିବେ। କାରଣ ଜଣେ ଯଦି ପୁଣ୍ୟ ଆତ୍ମା ଏ ଦଦରା ଡଙ୍ଗାରେ ଥିବ, ତାହେଲେ 100 ପାପୀ ଥିଲେ ବି ସେ ବଞ୍ଚିଯିବେ, ଏତେ କିଛି ସନ୍ଦେହ ନାହିଁ। ହଁ କିଛି କ୍ଷତି ହେବ ପାପୀରେ, ପୁଣ୍ୟାତ୍ମା ସଙ୍ଗ ଲାଗି ତାଙ୍କ ପୁଣ୍ୟକୁ ତାଙ୍କ ସାଙ୍ଗେ ପଳେଇବ। ତେଣୁ ଆମେ ସବୁବେଳେ ନିଜକୁ ନିଜେ ସଠିକ ସମୟ କରିବା। ଆଉ ସମୟ ନାହିଁ। ବାତ୍ୟା, ଭୂମିକମ୍ପ, ସୁନାମି, ଲଘୁଚାପ ପରେ ଲଘୁଚାପ, ବାତ୍ୟା ପରେ ବାତ୍ୟା ଏବେ ଆହୁରି ହେବାକୁ ଯାଉଛି, ଯାହାକୁ ସରକାର ନାଚିବ, ସରକାର ପାଇବ ନାହିଁ, ସରକାର ଛାଡି ପଳେଇବେ, ଓଡିଶା ଛାଡି ପଳେଇବେ ସରକାର, ମାନେ ଡରିକିରି ପଳେଇବେ। ଏ ଲୋକ ମରିଗଲେ ଆମେ ମରିଯିବୁ, ଆମ ଭୁବନେଶ୍ୱର ବୁଡିଯିବ, ଭୁବନେଶ୍ୱର ଗଳିବ ଗଳିବ। ଆଉ ଅଛି 5-6 ମାସ ଭୁବନେଶ୍ୱର ଛାଡିବାକୁ କହୁଛି, ଅନୁରୋଧ କରିଛି। ଭୁବନେଶ୍ୱରରେ ଏଇଭଳି ସମୟ ଆସୁଛି, 5 ମାସ ଭିତରେ ହେଇଯିବ, 6 ମାସ ଲାଗିପାରେ, 5 ମାସ କେତେ ଦିନ ଅଛି ଦେଖୁଥିଲି କାଲି ରାତିରେ, 2 ମାସ ଖଣ୍ଡେ ପଳେଇଲାଣି, 7 ମାସ 8 ମାସ ଥିଲା। ତେଣୁ ଭୁବନେଶ୍ୱର ବହୁତ ନଷ୍ଟ ହବ, କଟକ ଲାଷ୍ଟରେ ଗଳିବ। ତେଣୁ ଜୀବ ଆତ୍ମା ଯିଏ ଅଛ, ଯିଏ ତା ଧୀରେ ନିରୀହ ଆତ୍ମା ଅଛନ୍ତି, କାହିଁ କୋଉ ନିରୀହ ଆତ୍ମା? ଆପଣଙ୍କର ସନ୍ତାନ, ଆପଣଙ୍କ ଛୋଟ ଛୋଟ ନାତି ନାତୁଣୀ, ସେମାନଙ୍କୁ ଆପଣ ତାରନ୍ତୁ। ସେମାନେ କଣ ଦୋଷ କରିବେ? ତମ ସାଙ୍ଗରେ ସେ ମରିବେ, ତମକୁ ସେ ପାପଟା ପୁରା ଭୋଗିବାକୁ ପଡିବ। ଯେ ତୁ ମତେ ନିଜ ଲୋକ ଧରିକି ମାରିଦେଲୁ, ତୁ ତ ମରିବୁ ମରିବୁ, କୁକର୍ମ କରିଛୁ। ତେଣୁ ଏବେ ଆପଣ ଟିକେ ଟିକେ ସମୟ ମିଳୁଛି ଗୀତା ପଢନ୍ତୁ। ଏଇ ଯୋଉ ସମୟ ଆସୁଛି ଆଜିଠୁ, ଯାହାକୁ ଶୁଣୁଛି ସେ ଟିକେ ଟିକେ ଗୀତା ପଢୁ। ଯଦି ଗୀତାର କେହି ନ ପଢିକିରି 4ଥ ଅଧ୍ୟାୟ ଜ୍ଞାନ ଯୋଗ ପଢିବ, ସେ ସବୁ ମାନେ ତରିଯିବ। କାରଣ ପ୍ରଭୁ କହିଛନ୍ତି କି ଜ୍ଞାନୀ କି ମୁଁ ଭାରି ଭଲ ପାଏ, କିନ୍ତୁ ପ୍ରଭୁଙ୍କ ଯଦି ଜ୍ଞାନୀ ଶ୍ରେଷ୍ଠ ହେଲା, ତେଣୁ ଯୋଉ ପଣ୍ଡିତ ପାଖକୁ ଯାଆନ୍ତୁ, ଯଦି ବିପଦ ପଡିଥିବ ତୁ ଜ୍ଞାନ ଯୋଗ ପଢ, ଏହା ହିଁ କହିବ। 4th ଅଧ୍ୟାୟ ପଢ। ତେଣୁ ଜ୍ଞାନ ଯୋଗ ହଉଛି ଶ୍ରେଷ୍ଠ। ତେଣୁ ମୁଁ ଏତିକି କହିବି, ମୋ ସମୟ ଲମ୍ବା ଅଛି, ଡେଟ୍ କିଛି ଦେଲି, ଆଉ କିଛି ସମୟ ନିରୂପଣ ଦେବି ଯେ ଭୁବନେଶ୍ୱର କେତେ ତାରିଖରେ ନଷ୍ଟ ହବ ସେଟା ଜାଣିଛି। ଆଉ କହିବି, ସେ ସମୟ ଆସିବାକୁ ଥବ କିଛି ଦିନ କହିବି, କିନ୍ତୁ ଭୁବନେଶ୍ୱର ଛାଡିବାକୁ କହିଛି, 8 ମାସ ପୂର୍ବରୁ କହିଛି, ମାନେ 2 ମାସ ପୂର୍ବରୁ ଭୁବନେଶ୍ୱର ଛାଡ, ଭୁବନେଶ୍ୱର ଅବସ୍ଥା ସାଂଘାତିକ ହବ। ତେଣୁ ଏବେ ବି କହୁଛି, ଆଉ ଥରେ ବି କହୁଛି,
ଏ ପିଲା କହୁଛି କେମିତି? ଇଏ କଣ ସର୍ବଜ୍ଞ? ଇଏ କହିଦେଲା ବାତ୍ୟାରେ ବାତ୍ୟା ହବ, ଲଘୁଚାପ ଲଘୁଚାପ ହଉଛି କେମିତି? ଆଜ୍ଞା ଦେଖନ୍ତୁ, ଜଣେ ଜ୍ୟୋତିଷ ଶାସ୍ତ୍ର ବାଲା ଜ୍ୟୋତିଷ ଶାସ୍ତ୍ର କରିଛି, ଗ୍ରହ ନକ୍ଷତ୍ର ତିଥି ନେଇକି ଶ୍ରୀକୃଷ୍ଣ ଜନ୍ମ ହେଇଥିଲେ, ଗ୍ରହ ନକ୍ଷତ୍ର ତିଥି ରାମଚନ୍ଦ୍ର ଜନ୍ମ ହେଇଥିଲେ, ଗ୍ରହ ନକ୍ଷତ୍ର ତିଥି ନେଇକି ବ୍ୟାସଦେବ ଜନ୍ମ ହେଇଥିଲେ ଡଙ୍ଗାରେ ମତ୍ସ୍ୟଗନ୍ଧା ଠାରୁ, ପରାଶର ମୁନିଙ୍କ ଇଏରୁ। ସେ ଦେଖିଲେ ଗୋଟେ ଦିବ୍ୟ ସୋଲ ଆସିବ, କାଲି ଜଗତ ଉଦ୍ଧାର କରିବ। ସେମିତି ଗ୍ରହ ନକ୍ଷତ୍ର ଯୋଗ ନେଇକି ସବୁ ଗୁଡାକ ହୁଏ। ତେଣୁ ଯୋଉମାନେ ଏମାନେ ସାଧନା କରିଛନ୍ତି, ଶିବ ସମ୍ବତ୍ସର ଜାଣିଛନ୍ତି, ଶିବ ଗଣ ବି ଜାଣିଛନ୍ତି, ସେ ଏଇ କଥା କହିବେ। ଶିବ ସମ୍ବତ୍ସରରେ ତାଙ୍କର ଯୋଉ ଗଣ ବା ତାଙ୍କର ଯୋଉ ଶିବ, ସେ ହଉଛି ମହାକାଳ। ତେଣୁ ତାଙ୍କର ମହାକାଳଙ୍କ ମନ୍ତ୍ର ପାଇଁ ଶିବଙ୍କର 8 କାଣ୍ଡି ଅଛି। ଏଇ ମହାକାଳ କୃପା କରେ, ଯଦି ମରଣ ଆସୁଥିବ ସେ ଉଠେଇଦବ, ତମକୁ ବଞ୍ଚେଇଦବ। ତେଣୁ ସିଏ ମହାକାଳ, ସିଏ ମାରିବ। ସେଇ ଶିବ ବ୍ରହ୍ମା ସୃଷ୍ଟି କରୁଛନ୍ତି, ବିଷ୍ଣୁ ପାଳୁଛନ୍ତି, ଶିବ ନଷ୍ଟ କରୁଛନ୍ତି। ତେଣୁ ଆମେ ଏତିକି କହିବୁ, ଗଙ୍ଗେ ହର ନର୍ମଦେ ହର ଯଦା ଶଙ୍କର ହର ପାର୍ବତୀ ପତ ହର ହର ମହାଦେବ। ପ୍ରଭୁ ଏ ଜଗତ ତୋର, ସୃଷ୍ଟି ତୋର, ମୁଁ ତୋର, ମୋ କଥା ତୋର, ବାର୍ତ୍ତା ତୋର, ସବୁ ତୋର। ମୁଁ ଖାଲି କହୁଛି ଲୋକଙ୍କୁ ଉଦ୍ଧାର କରିବା ପାଇଁ। ଲୋକ ଉଦ୍ଧାର ହେଲେ ତାଙ୍କର ଭଲ, ନହେଲେ ବି ତାଙ୍କର ଭଲ। ହରି ଓମ୍ ତତ୍ସତ୍।